on the topic very dear to him, whatever is the topic. So we are very fortunate to get his association and तो उड़िया में या हिंदी में प्रभु जिसमें कंफर्टेबल बोल ले सकते हैं, बात करेंगे प्रभु। हरे कृष्ण। हरे कृष्णा। हरे कृष्ण प्रभु, दंडवत प्रणाम। सब उड़िया था। हाँ हाँ अच्छा। आज হচ্ছে শুভ অদ্বৈত সপ্তমী অর্থাৎ অদ্বৈত প্রভু আবির্ভাব তিথি। ଆମର ଏଠି ଗୋଟେ ଜାଗା ଅଛି ନଦିଆ ଜିଲ୍ଲାରେ ଶାନ୍ତିପୁରରେ ତାଙ୍କର ଜନ୍ମସ୍ଥାନ। ଆଉ ଆମେ ଯେ ଗାନ ଗାଉଛେ ଦର୍ଶନାର୍ଥୀ ଦୟାକର ସୀତାପତି ଅଦ୍ୱୈତ ଗୋସାଇଁ ତବ କୃପା ବୋଲେ ପାଇ ଚୈତନ୍ୟ ନେତାଏ। ଯେ ଅଦ୍ୱୈତ କୃପା ହବ ତାହେଲେ ଏଇ ନିତ୍ୟାନନ୍ଦ ପ୍ରଭୁ ଏବଂ ଗୌରାଙ୍ଗ ମହାପ୍ରଭୁ ଆମେ ପାଇପାରିବା। ତେଣୁ ଯଦି ଆମେ ଡାଇରେକ୍ଟ ରାଧାକୃଷ୍ଣ ପୂଜା କରିବା ସେ ଶିକ୍ଷାଟା ଆମର ଦିଆ ହେଇନି, ପ୍ରଭୁପାଦ ପରମ୍ପରା ଦିଆହେଇଛି। ପରମ୍ପରା ମଧ୍ୟ ପୂଜା କରିବେ, ଭକ୍ତି କରିବେ, ଭଗବାନ ଗ୍ରହଣ କରିବେ। ଆଗରୁ ଆମେ ଆସିବା ଆଗରୁ ଆମେ ଯୋଉମାନେ ସବୁ କନିଷ୍ଠ ଭକ୍ତ, ମଧ୍ୟମ ଭକ୍ତ, ଉତ୍ତମ ଭକ୍ତ, ସେମାନେ ସବୁ ଉତ୍ତମ ଭକ୍ତ ଲକ୍ଷଣ ଗୁଣ ସେମାନେ ପରମ୍ପରା ମାଧ୍ୟମରେ ଯାଇକି ପୂଜା କରିବେ ବା ଭକ୍ତି କରିବେ। ସବୁ କନିଷ୍ଠ ଭକ୍ତ ସେମାନେ ପରମ୍ପରା ଗୁରୁ ଗୋରଙ୍କ ମାନିବେନି। ଆମେ ସମସ୍ତେ ଜଗନ୍ନାଥ ଭକ୍ତ ଥିଲେ, ଏବେ ମଧ୍ୟ ଭକ୍ତ ଅଛୁ। ଆସିଲା ପରେ ସେ ଜିନିଷ କ୍ଲିୟର ହେଇପାରିଲା। ହଁ, ପରମ୍ପରା ପ୍ରଭୁପାଦ ମହାପ୍ରଭୁ ନେଇକି আমরা যেহেতু মহাপ্রভুর অনুগামী। আজ অদ্বৈতাচার্য প্রভু শেষ মহাবিষ্ণু বা সদাশিব অবতার শান্তিপুর আসবে সে দেখবে। শান্তিপুরে হরে কৃষ্ণ যখন শান্তিপুরে আসবে আসনাহাতি আসবে খুব সুন্দর জায়গা। আমার ভবিষ্যতে সরি অতীତରେ ପ୍ରଭୁପାଦ ବହୁତ ଚେଷ୍ଟା କରିଥିଲେ ଯେତେବେଳେ ଏଇ ମାୟାପୁର ଇସ୍କନ କରିବା ପାଇଁ, କିନ୍ତୁ ବହୁତ ଅସୁବିଧା ହେଇଥିଲା। ପ୍ରଭୁପାଦ ମନେ କଲେ ଯେ ନା ତ ମାୟାପୁର ଆମେ ଇସ୍କନ ଲ୍ୟାଣ୍ଡ ପାଇବୁନି, ଏଠି ଆମେ କିଛି ଜାଗା ପାଇବୁନି, ଆଉ ଏଠି ଇସ୍କନ କରିପାରିବୁନି। କିନ୍ତୁ ତାଙ୍କର ପ୍ରିୟ ଶିଷ୍ୟ ছিল ତମର କୃଷ୍ଣ ପ୍ରସାଦ ମହାରାଜ, ସେ ପରେ ବହୁତ ଚେଷ୍ଟା କରି ଆମର ମାୟାପୁରରେ ଲ୍ୟାଣ୍ଡ ପାଇଲେ। ତାପରେ ମାୟାପୁରରେ ଇସ୍କନ ୱାର୍ଲଡ ହେଡକ୍ୱାର୍ଟର ହେଲା। କିନ୍ତୁ ପ୍ରଭୁପାଦ ଇଚ୍ଛା ଥିଲା ଯଦି ନା হয় ମାୟାପୁରରେ ଶାନ୍ତିପୁରରେ, ତାହେଲେ ଅଦ୍ୱୈତାଚାର୍ଯ୍ୟ ପ୍ରଭୁ ଜନ୍ମସ୍ଥାନ ସେଟା ଯଦି ଆପଣ ଆସିନାହାନ୍ତି ଆସିବେ, ରାସ୍ତା ସାଇଡରେ ଅଛି ବଡ ଗୋଟେ ଆମ୍ବ ବଗିଚା, ଆମ୍ବ ବାଗାନ କୁହନ୍ତି। ସେଠି ଅଦ୍ୱୈତ ପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ, ଚୈତନ୍ୟ ମହାପ୍ରଭୁ, ତିନି ପ୍ରଭୁ একত্র বসি প্রসাদ গ্রহণ করଥିଲେ। এবং এটি আমার গৌরপূর্ণা ফেস্টিভাল দলের আগে যে একাদশী আছে, তারপরে যে দ্বাদশী হয় সেটা হচ্ছে গোবিন্দ দ্বাদশী। গোবিন্দ দ্বাদশী তিথিতে বড় একটা মহোৎসব হয়। এই মহোৎসবে মাধবেন্দ্র পুরী শুভ তিরোভাব তিথি, মাধবেন্দ্র পুরী তার শিষ্য অদ্বৈতাচার্য প্রভু। অদ্বৈতাচার্য প্রভু সময় থেকে সে এই জায়গায় তারা বৈষ্ণব সেবা করଥିଲେ। ତାଙ୍କର ଉଦ୍ଦେଶ୍ୟ ପ୍ରସାଦ ସେବା ହେଇଥିଲା। ସେଟା ବର୍ତ୍ତମାନ ବଡ ମହୋତ୍ସବ ହୁଏ, ଶାନ୍ତିପୁର ଫେଷ୍ଟିଭାଲ। ପ୍ରାୟତଃ 1 ଲକ୍ଷ ଧାମବାସୀ ଆସନ୍ତି, ପ୍ରୋଗ୍ରାମ କରାହୁଏ। ପ୍ରୋଗ୍ରାମ କରିକି ଭକ୍ତ ସେବା କରା। କାରଣ ଅଦ୍ୱୈତ ପ୍ରଭୁ କୃପା ନହେଲେ ଭକ୍ତି ଜୀବନେ ଆମେ ଆଗେଇ ପାରିବା। ଆଗେଇବାକୁ ହେଲେ ଆମର ନବଦ୍ୱୀପ ନବବିଧ ଭକ୍ତି ଗୋଟେ ସିଡି ଅଛି। ଶ୍ରଦ୍ଧା, ସାଧୁସଙ୍ଗ, ଭଜନ କ୍ରିୟା, ଅନର୍ଥ ନିବୃତ୍ତି, ନିଷ୍ଠା, ରୁଚି, ଆସକ୍ତି, ଭାବ, ପ୍ରେମ। ଆମମାନେ ସମସ୍ତେ ଭକ୍ତି କରିକି
ପ୍ରଥମ ଅଛି କଣ? ଶ୍ରଦ୍ଧା। ଶ୍ରଦ୍ଧା ଅଛି ବୋଲି ସାଧୁସଙ୍ଗ କରୁଛେ, ଆଉ ସାଧୁସଙ୍ଗରେ କଣ କରୁଛେ? ଭଜନ କ୍ରିୟା, ଭଜନ କରୁଛେ। କିନ୍ତୁ ଏଇ ତିନିଟା ଆମର ହଉଛି ଶ୍ରଦ୍ଧା, ସାଧୁସଙ୍ଗ, ଭଜନ କ୍ରିୟା। ଆ ପରେ ଯେ ଷ୍ଟେପ ଅଛି ଅନର୍ଥ ନିବୃତ୍ତି। ଏ ଅନର୍ଥ ନିବୃତ୍ତି ଯଦି ହେଲେ ତାପରେ ଅଛି ନିଷ୍ଠା, ରୁଚି, ଆସକ୍ତି, ଭାବ, ପ୍ରେମ। ଏ ସ୍ତରରେ ଆମେ ଯାଇପାରିବା। ପ୍ରେମ ସ୍ତର ଯୋଉ ହେଲା ଆମ ଚତୁର୍ଥ ଯୋଉ ଅଛି ସିଡି, ଫୋର୍ଥ ଷ୍ଟେପ, ସେଟା କଣ ଅଛି? ଅନର୍ଥ ନିବୃତ୍ତି। ଆମର ଭକ୍ତି ପଥରେ ଆସିଛେ ଆମର ସାଧୁସଙ୍ଗ ଅଭାବ ନାହିଁ, ଶ୍ରଦ୍ଧା ଅଛି, ଭଜନ ତ ପଡୁଛି, କିନ୍ତୁ ଏଇ ଅନର୍ଥ ନିବୃତ୍ତି ହେଇପାରୁନି। ଅନର୍ଥ ନିବୃତ୍ତି ହେଲେ ଭକ୍ତି ଜୀବନରେ ଆମେ ଆଡଭାନ୍ସ କରିପାରିବା। ତେଣୁ ନବଦ୍ୱୀପ ଧାମ ମହାପ୍ରଭୁ ଦେଇ ଯାଇଛନ୍ତି। ନବଦ୍ୱୀପ ଧାମରେ ଯେ ନରଦ୍ୱୀପ ଅଛି, ଅନ୍ତର୍ଦ୍ୱୀପ, ଦ୍ୱୀପ, ଜନଦ୍ୱୀପ, କୁଳଦ୍ୱୀପ, ମଧ୍ୟଦ୍ୱୀପ, ମଧୁଧର୍ମଦ୍ୱୀପ, କୃଷ୍ଣଦ୍ୱୀପ, ରୁଦ୍ରଦ୍ୱୀପ, ସୀମାନ୍ତ ଦ୍ୱୀପ। ଆମମାନେ ଏଇ ଦ୍ୱୀପକୁ ଆସିକି ଏଠି ଦ୍ୱୀପରେ ପରିକ୍ରମା ଏବଂ ଏଇ ଦ୍ୱୀପରେ ଆସିକି ଭଗବତ ଭକ୍ତିର ଅଙ୍ଗ, ତେଣୁ କମପକ୍ଷେ ନବଦ୍ୱୀପ ମାୟାପୁର ଆସିକି ଆମକୁ ଚାର୍ଜ କରିବାକୁ ପଡିବ। ତେଣୁ ଆମର କର୍ତ୍ତବ୍ୟ ହଉଛି ଯେମାନେ ବର୍ଷ ଥରେ ହଉ, ଦୁଇଥର ହଉ, ନବଦ୍ୱୀପ ଆସିକି ଆମେ ନିଜକୁ ରିଚାର୍ଜ କରିବା ଦରକାର। ଏଠି ମହାପ୍ରଭୁ, ନିତ୍ୟାନନ୍ଦ ପ୍ରଭୁ, ଶ୍ରୀ ଜୀବ ଗୋସ୍ୱାମୀ ତାଙ୍କ ସମୟରେ ସବୁ ପରିକ୍ରମା କରୁଥିଲେ। ସେ ପରିକ୍ରମା ଜାଗାରେ ଏବେ ମଧ୍ୟ ରହିଛି। ଆପଣ ଯଦି ପରିକ୍ରମା କରିନାହାନ୍ତି ଗୋଟେ ଚେଷ୍ଟା କରିବେ, କାରଣ ମୁଁ ବହୁତ ବର୍ଷ ଧରି ପରିକ୍ରମା କରୁଛି। ନବଦ୍ୱୀପ ପରିକ୍ରମାରେ ଆମର ସାମ୍ନା ନିତ୍ୟାନନ୍ଦ ପର୍ବ ଆରମ୍ଭ ହଉଛି, ମାୟାପୁରରେ ଜିବିସି ମିଟିଂ, ତାରପରେ ଶ୍ରବଣ ଉତ୍ସବ, କୀର୍ତ୍ତନ ମେଳା, ନବଦ୍ୱୀପ ପରିକ୍ରମା, ବହୁତ ବହୁତ ଅନୁଷ୍ଠାନ ରହିଛି। ସେ ଅନୁଷ୍ଠାନ ମଧ୍ୟ এই নবদ্বীপ পরিক্রমা, এটা হচ্ছে কোন মেজর পার্ট অফ দ্য ফেস্টিভাল। ফেস্টিভাল মেজর পার্ট হচ্ছে পরিক্রমা। কারণ এই পরিক্রমা মধ্যে যদি আমার অনর্থ নিবৃত্তি না হয়, আমি আসি পরিক্রমা করিব যে নবিধা ভক্তি ভিতরে পাদ সেবন, কিভাবে পাদ সেবা করিব ভগবানଙ୍କର। ଆମେ ଜାଣୁ ଯେ ଭଗବାନଙ୍କର ପାଦ ସେବା କିଏ କରୁଥିଲେ? ଲକ୍ଷ୍ମୀ ଦେବୀ। କିନ୍ତୁ ତ ଲକ୍ଷ୍ମୀ ଦେବୀ ତ ଡାଇରେକ୍ଟ ବିଷ୍ଣୁଙ୍କର ପାଦ ସେବା, ମାନେ ତାଙ୍କ ପାଦ ମେସେଜ କରୁଥିଲେ। କିନ୍ତୁ ଆମେ ତ ସେଟା ଭଗବାନ ପାଇନେ, କି ପାଦ ସେବା ହବ? ସେଟା ହଉଛି ପ୍ରଭୁ କହିଥିଲେ ଯେ ତମେ ଯେ ଯୋଉଠି ଯୋଉଠି ସବୁ ମହାପ୍ରଭୁଙ୍କ ଲୀଳାସ୍ଥଳେ ସେଠିକି ଯାଅ ସବୁ। ମହାପ୍ରଭୁ ଲୀଳାସ୍ଥଳେ ଆମେ ଯାଇକି ଦର୍ଶନ କରିବା, ସେଠି ହରିକଥା ଶ୍ରବଣ କରିବା, ସାଧୁସଙ୍ଗ କରିବା, ସେ ଜାଗାକୁ ପୂଜା କରିବା, ତାହେଲେ କଣ ନା ଆମର ସହଜ ହେଇପାରିବ। ତେଣୁ ଆପଣମାନେ ଯଦି ଆସିନାହାନ୍ତି ନବଦ୍ୱୀପ ମାୟାପୁର ଆସନ୍ତି, ଗୋଟେ ଥର ଆସିକି ପରିକ୍ରମା ସମୟ ଆସିଲେ ପରିକ୍ରମା କରିପାରିବେ। ଏକି ସଙ୍ଗେ ନବଦ୍ୱୀପେ ସମସ୍ତ ସ୍ଥାନ ଅଛି, ଦୀପକୁ ଦର୍ଶନ କରିବେ। ଦର୍ଶନ କଲେ ତାହେଲେ ଆମର এই ଅନର୍ଥ ଧୀରେ ଧୀରେ, ଆଉ ଅନର୍ଥ ଯେତେବେଳେ ନ ଯାଇଛି ଭକ୍ତି ଜୀବନ ଆମର ଷ୍ଟେଡି ରହିପାରିବାନି। ଅନର୍ଥ ଯିବ, ଅନର୍ଥ ଯିବା ପରେ ତାପରେ ଆମେ ସବୁ କଣ ନା ନିଷ୍ଠା ଭକ୍ତିରେ ବହୁତ ନୈଷ୍ଠିକ, ନିଷ୍ଠା ଭକ୍ତି, ନିଷ୍ଠା ସ୍ତରରେ ଆସିଲେ ଆର ଭକ୍ତିରେ କଣ ନା ଆମେ ଆଉ ତଳକୁ ଯାଇ ନିଷ୍ଠା ସ୍ତରରେ ଭକ୍ତି ଜୀବନ ଆସେ, ଭକ୍ତି ପରେ ଆଉ ସେଇ ଅନର୍ଥ ନିବୃତ୍ତି କିଏ ହବ? ଭଗବାନ ସଙ୍ଗେ ଭକ୍ତ ସଙ୍ଗେ ହରିକଥା ଶୁଣିବେନି, ଆଉ ଅବଧି ପରିକ୍ରମା କରିବେନି, ଏସବୁ କଲେ ଭଲ ହବ। ଆଜି ଏଇ ଶୁଭ ଯେ ଆପଣ ଉପବାସ ରହିବେ 12ଟା ପର୍ଯ୍ୟନ୍ତ କରିକି, ତାପରେ ଫୁଲ ଦେବେ, ଦୟାକରି ସୀତାପତି ଅଦ୍ଭୁତ ଗୋସାଇଁ, ସୀତାପତି, ସୀତା ଦେବୀ ତାର ପତି ଅଛି କିନା ଅଦ୍ୱୈତ ପ୍ରଭୁ, ସେ
ମହାପ୍ରଭୁଙ୍କର ମହାପ୍ରସାଦ ବହୁତ ଲୀଳା ଅଛି ଯେ ମହାପ୍ରଭୁ କାରଣ ସିଏ ଅଦ୍ୱୈତ ପ୍ରଭୁ ସେ ଶାଳଗ୍ରାମ ନେଇକି ତୁଳସୀ ପତ୍ର ନେଇକି ଗଙ୍ଗା ଜଳ ଦେଇକି ପୂଜା କରୁଥିଲେ ମହାପ୍ରଭୁ ଅବତୀର୍ଣ୍ଣ ହବ। ତାଇ ଅଦ୍ୱୈତ ପ୍ରଭୁଙ୍କର ତାଙ୍କର ପ୍ରାର୍ଥନାଏ ସନ୍ତୁଷ୍ଟ ହୋଇ ଅଦ୍ୱୈତ ପ୍ରଭୁ ତାଙ୍କର କୃପାରେ ମହାପ୍ରଭୁ ଆବିର୍ଭୂତ ହେଲେନି। ଆମର ଆଜି ଦିନଟାକୁ ଆପଣଙ୍କ ବେଶ କରି ଭଜନ କୀର୍ତ୍ତନ ଅଭିଷେକ ଯଦି ବିଗ୍ରହ ନାହିଁ ତାହେଲେ ଚରଣ ଅଭିଷେକ କରିପାରିବେ। ଆଉ ବିଶେଷ କରି ଚୈତନ୍ୟ ଚୈତନ୍ୟ ପଢିବେ ସେ ଅଦ୍ୱୈତ ପ୍ରଭୁର ଜୀବନ କାହାଣୀ ତାହେଲେ ଭଲ ହବ। ସେ ଶୁଣିକି ମହାବିଷ୍ଣୁ ବା ତାରଣ ଉଦକ ସାହି ବିଷ୍ଣୁ। ହରେ କୃଷ୍ଣ। हरे कृष्ण। तो बहुत बहुत धन्यवाद प्रभु को ତାଙ୍କର ରିଏଲାଇସନ୍ସ ସେୟାର କଲେ। ତେଣୁ ଯୋଉମାନେ ଚାହିଁବେ ନବଦ୍ୱୀପ ପରିକ୍ରମା କରିବା ପାଇଁ ପ୍ରତିବର୍ଷ ଏଇ ଯୋଉ ପ୍ରଭୁ କହିଲେ ଆମର ନିତ୍ୟାନନ୍ଦ ତ୍ରୟୋଦଶୀ ପରେ ପ୍ରଭୁ କୋଉ ଡେଟ୍ ରହୁଛି କୋଉ ଡେଟ୍ ଏଥର ଫେବୃଆରୀ 18 ରୁ 25 ଫେବୃଆରୀ 18 ରୁ 25 ଫେବୃଆରୀ ନବଦ୍ୱୀପ 9ଟା ଦ୍ୱୀପ ପରିକ୍ରମା ବହୁତ ମହାରାଜ ମାନେ ଆସନ୍ତି ଏବଂ ବହୁତ ଭକ୍ତ ବାହାରୁ ଆସନ୍ତି ବିଦେଶରୁ ବି ଆସନ୍ତି। ତ ଆମର ପ୍ରିୟ ଉଦୟନ ପ୍ରଭୁ ସେଥିରେ ଆରେଞ୍ଜମେଣ୍ଟରେ ରୁହନ୍ତି ଆଣ୍ଡ ସେ ପ୍ରତିବର୍ଷ ସେ ଆରେଞ୍ଜମେଣ୍ଟରେ ବସ୍ ବଗେରା ବହୁତ ଗୁଡ଼ା ବସ୍ ଯିବ ପୁଣି ବିଭିନ୍ନ ଜାଗାକୁ ଯାଇକି ସେଠି କ୍ଲାସ୍ ହବ ମହାରାଜ ମାନେ ସେ ପ୍ରସାଦ ସେବନ ଆଉ ତା ପୁଣି ସେମାନେ ସନ୍ଧ୍ୟାରେ ଫେରନ୍ତି। ତ ସେ ମେନ୍ ଆରେଞ୍ଜମେଣ୍ଟରେ ସେ ପ୍ରଭୁ ମୁଁ ବହୁତ ଦିନ ଅଛନ୍ତି। ଯୋଉମାନେ ଚାହିଁବେ ଫୁଲ ଯାତ୍ରା ପରିକ୍ରମା ପାର୍ଟ ବି ଆସିକି କରିପାରିବେ। ଯେହେତୁ ପ୍ରଭୁ ରହିଛନ୍ତି ସେ ଆମକୁ ବହୁତ ଥର ଇନଭାଇଟ୍ ବି କରୁଛନ୍ତି। ଆପଣମାନେ ଚାହିଁଲେ ସେ ସମୟରେ ବି ଦିନେ 2 ଦିନ 3 ଦିନ ପାଇଁ 4 ଦିନ ପାଇଁ ସୁବିଧା ହବ ଆସି ପରିକ୍ରମାରେ ପାର୍ଟିସିପେଟ କରିପାରିବେ। ଏଇଟା ୟୁଜୁଆଲନେସ୍ ଜଗନ୍ନାଥ ମହାରାଜ ବି ଏବଂ ମହାରାଜ ମାନେ ପରିକ୍ରମା ପାଇଁ ବହୁତ ଇମ୍ପୋର୍ଟାନ୍ସ ଦେଇଛନ୍ତି। ଆଉ ସେଠି ବିଭିନ୍ନ ଲୀଳାସ୍ଥଳୀକୁ ଯାଇକି ଚନ୍ଦ୍ରପ୍ରଭୁଙ୍କର ସେ ଜାଗାରେ ଭକ୍ତ ସଙ୍ଗ ରହିକି ମହାରାଜ ମାନଙ୍କ ପାଖରୁ ଶ୍ରବଣ କରିବା ସେଇ ଭଗବାନ ଚନ୍ଦ୍ରପ୍ରଭୁଙ୍କର ଲୀଳା ସବୁ ଇଏ ବହୁତ ଅପରଚୁନିଟି ଫେବୃଆରୀ 18 ରୁ ଫେବୃଆରୀ 25 ଭିତରେ ଅଛି। ମାର୍ଚ୍ଚ 3ରେ ପୌର ପୂର୍ଣ୍ଣିମା ତା ଆଗରୁ ଏଠି ରହିଛନ୍ତି ଏବଂ ତା ପରେ ରହିଛନ୍ତି ଶ୍ରବଣ ମେଳା କୀର୍ତ୍ତନ ମେଳା ଶ୍ରବଣ ମାନେ 3 ଦିନ 4 ଦିନ 5 ଦିନ ମହାରାଜ ମାନେ କ୍ଲାସ ଦିଅନ୍ତି ସବୁ ଆଣ୍ଡ ଶ୍ରବଣ ମେଳା କୀର୍ତ୍ତନ ମେଳା କଣ୍ଟିନ୍ୟୁଅସଲି ମାନେ ସେ କୀର୍ତ୍ତନ ଚାଲିବ କିଛି ଦିନ ସେ ତଳି ଭଳିଆ ସବୁ ରହିଛି। ତେଣୁ ଯୋଉମାନେ ପୌର ପୂର୍ଣ୍ଣିମା ଆଗରୁ ଏସବୁ ହୁଏ। ପୌର ପୂର୍ଣ୍ଣିମା ଆଗରୁ ଯୋଉ ପ୍ରଭୁ ଯେ କହିଲେ ପୂର୍ଣ୍ଣମୀରେ ଆଗରୁ ଯୋଉ ଦ୍ୱାଦଶୀ ଆସିବ ଅଦ୍ୱୈତ ଆଚାର୍ଯ୍ୟଙ୍କର ଯୋଉ ଗୁରୁଦେବ ହଉଛନ୍ତି ମାଧବେନ୍ଦ୍ର ପୁରୀ ସବୁ ତାଙ୍କର ଏପିୟରାନ୍ସ ନା ଡିସଏପିୟରାନ୍ସ ସବୁ ଅଦ୍ୱୈତ ଆଚାର୍ଯ୍ୟଙ୍କର ଯୋଉ ଆପିୟରାନ୍ସ ନା ଆମର ମାଧବେନ୍ଦ୍ର ପୁରୀ ତିରୁଭାବ ତିଥି ତ ତା ପାଇଁ ଏଠି ଶାନ୍ତିପୁରରେ ସେ ବହୁତ ବଡ ଫେଷ୍ଟିଭାଲ ହୁଏ। ମାନେ ଲକ୍ଷ ଲକ୍ଷ ଲୋକ 1 ଲାଖ କରି ଡିଭୋଟି ଆସନ୍ତି ଆଉ ଫେଷ୍ଟିଭାଲ ସେଠି ଆଟେଣ୍ଡ କରନ୍ତି। ତାପରେ ଗୌର ପୂର୍ଣ୍ଣିମା ଆସେ। ଗୌର ପୂର୍ଣ୍ଣିମା ଜଷ୍ଟ 3 ଦିନ ଆଗରୁ ଯୋଉ ଦ୍ୱାଦଶୀ ପଡୁଛି ସେ ଦ୍ୱାଦଶୀରେ ମାଧବେନ୍ଦ୍ର ପୁରୀଙ୍କର ତିରୁଭାବ ତିଥି ତେଣୁ ତାଙ୍କର ଶିଷ୍ୟ ହଉଛନ୍ତି ଅଦ୍ୱୈତ ଆଚାର୍ଯ୍ୟ। ତେଣୁ ଅଦ୍ୱୈତ ଆଚାର୍ଯ୍ୟ ଗୁରୁଦେବଙ୍କ ପାଇଁ ତିରୁଭାବ ତିଥି ମନେଇବା ପାଇଁ ବଡ ଫେଷ୍ଟିଭାଲ କରୁଥିଲେ। ଏବେ ସେଇ ତାକୁ ହିଁ କଣ୍ଟିନ୍ୟୁ କରିକି ଇସ୍କନ ଆମ ଇଏରେ ଠିକ କରାଯାଏ। ଶାନ୍ତିପୁର ଇଜ ଅନ୍ ଦ ୱେ ଟୁ ଇସ୍କନ ମାୟାପୁର ଅନ୍ ଦ ମିନ୍ ବିଟୱିନ୍ ମାନେ ଘଣ୍ଟେ ରହିଯାଇଥିବ ତା ଆଗରୁ। ସେଠି ଅଦ୍ୱୈତ ଆଚାର୍ଯ୍ୟଙ୍କର ଯୋଉ ପ୍ଲେସ୍ ଅଛି ସେଥିରେ ସମସ୍ତେ ଚୈତନ୍ୟ ମହାପ୍ରଭୁ ଆସିଥିଲେ ଯେତେବେଳେ ସନ୍ନ୍ୟାସ ନେବା ଆଗରୁ ତାଙ୍କୁ ନିତ୍ୟାନନ୍ଦ ପ୍ରଭୁ ଟ୍ରିକ୍ କରିକି ଆଣି ଯାଇଥିଲେ ଏଠି। ତାପରେ କି ସେଠି ତାଙ୍କର ମାଙ୍କୁ ଡକେଇକି ସେଠି ତାଙ୍କୁ ଆଉ ଥରେ ଯିବା ଆଗରୁ ସନ୍ନ୍ୟାସ ଆଗରୁ ଆଉ ଦେଖା ହେଇପାରିବନି ସେଠି ଦେଖା କରାଇଥିଲେ। ଚନ୍ଦ୍ରପ୍ରଭୁଙ୍କର ମାଙ୍କୁ ଡକେଇକି ସେଠି ତାଙ୍କୁ ଆଉ ଥରେ ଦର୍ଶନ କ୍ଲାସ କରିଥିଲେ। ଅଦ୍ୱୈତ ଆଚାର୍ଯ୍ୟ ବହୁତ ଆଶୀର୍ବାଦ ନହେଲେ ଗୌରଙ୍ଗ ନିତାୟଙ୍କର ଆଶୀର୍ବାଦ ପାଇବା କଷ୍ଟ। ତେଣୁ ସେ ପ୍ରଭୁ ସେ କଥା କହିଥିଲେ ଏବେ
ଯୋଉମାନେ ଉନ୍ନତ ଭକ୍ତ ସେମାନେ ସବୁବେଳେ ଗାଇଡେନ୍ସ ନେଇକି ଚାଲିବାକୁ ପଡିବ। ପ୍ରାକୃତ ଭକ୍ତ ମାନେ ମେଟେରିଆଲିଷ୍ଟ ଡିଭୋଟି। 3 ପ୍ରକାର ଭକ୍ତ ଅଛନ୍ତି। ଯୋଉ କନିଷ୍ଠ, ମଧ୍ୟମ, ଉତ୍ତମ। କନିଷ୍ଠ ଅଧିକାରୀ କୁ କୁହନ୍ତି ପ୍ରାକୃତ ଭକ୍ତ। ଯୋଉମାନେ କି ମାନନ୍ତି କି ମାନେ ଆଚାର୍ଯ୍ୟ ହରେ, ये जो भगवान का विग्रह को मानती ଆଉ ଅନ୍ୟ କାହାକୁ ମାନନ୍ତିନି, ଭକ୍ତ ବୋଲି ଆଉ କାହାକୁ ମାନନ୍ତି, ନିଜକୁ ଭକ୍ତ ବୋଲି ମାନନ୍ତି। ସେମାନେ କନିଷ୍ଠ ଅଧିକାରୀ। ମଧ୍ୟମ ଅଧିକାରୀ ଭଗବାନଙ୍କୁ ମାନନ୍ତି ଆଉ କିଛି ଭକ୍ତଙ୍କୁ ବି ମାନନ୍ତି, କିନ୍ତୁ ସମସ୍ତଙ୍କୁ ଭକ୍ତ ବୋଲି ଜାଣିପାରନ୍ତି। ଉତ୍ତମ ଅଧିକାରୀ କହିବେ ସମସ୍ତେ ଭକ୍ତ, ଭଗବାନ ଅଛନ୍ତି, ଭକ୍ତ ଅଛନ୍ତି, ଆମେ ଭକ୍ତ ନୁହେଁ, ସେଇଭଳିଆ ମୁଡରେ ମଧ୍ୟ ଉତ୍ତମ ଅଧିକାରୀ। ତେଣୁ ଆଜି ଯୋଉ ଇଏରେ ଆଜି ଭଳିଆ ବହୁତ ଆଦିତ୍ୟଙ୍କର ଆବିର୍ଭାବ ତିଥିରେ ଆମେ ତାଙ୍କ ପାଖରେ ତାଙ୍କର ଆଚାର୍ଯ୍ୟ ସେଇଠି ଚନ୍ଦ୍ରନାଥକୁ ଡକେଇଥିଲେ। ଯେତେବେଳେ ତାଙ୍କର ଯୋଉ ପ୍ରଭୁ କହୁଥିଲେ ନା, ଇନଭାଇଟ କରିଥିଲେ, ଯେତେବେଳେ ଭଗବାନ ଆସିବା ଆଗରୁ, ଚନ୍ଦ୍ରନାଥ ଆସିବା ଆଗରୁ ସେଇ ଡାକିଥିଲେ ତାଙ୍କୁ ଯେ ଗଙ୍ଗା ପାଣି ଆଉ ତୁଳସୀ ଦଳ ଦେଇକି ଶାଳିଗ୍ରାମ ପୂଜା କରିକି ଆହ୍ୱାନ କରିଥିଲେ। ପ୍ରଭୁ ମହାପ୍ରଭୁଙ୍କୁ ଡାକିଥିଲେ, ଭଗବାନ ଆପଣ ଆସିକି ଏ କଳିଯୁଗର ବଦ୍ଧ ଜୀବକୁ ଉଦ୍ଧାର କରନ୍ତୁ, କାହିଁକିନା ସେ ଦ୍ୱାରା ଆମ ଦ୍ୱାରା ସେ କ୍ୟାପାବିଲିଟି ନାହିଁ ବୋଲି। ସେ ସ୍ୱୟଂ ମହାବିଷ୍ଣୁ, ସେ ତଥାପି ସେ କହିଲେ ଯେ ନାହିଁ, ମାନେ ମୋ ଦ୍ୱାରା ହବନି, କୃଷ୍ଣଙ୍କୁ ନିଜକୁ ଆସିବାକୁ ପଡିବ, କିନ୍ତୁ ମୁଁ ପାରିବିନି। ତ ଦ୍ୟାଟ୍ ଇଜ ଥିଙ୍ଗ, ଏ କଳିଯୁଗର ବଦ୍ଧ ଜୀବକୁ ଉଦ୍ଧାର କରିବା ପାଇଁ ଭଗବାନ ଥିଲେ। ତାଙ୍କର ପାଇଁ ଚେତନାରୁ ଆସିଥିଲେ ଏ ଧରାଧାମ। ସେଇ ପାଇଁ ଆଦିତ୍ୟାଚାର୍ଯ୍ୟଙ୍କର ଆବିର୍ଭାବ ତିଥିରେ ତାଙ୍କ କରୁଣା, ତାଙ୍କର ଭିକ୍ଷା କରିବା, ଯାହା ଫଳରେ କି ଆମେ ସମସ୍ତେ ଭକ୍ତି ମାର୍ଗରେ କେମିତି ବଢିପାରିବା। ଆଜି ଯୋଉ ଅପରଚୁନିଟି ଆପଣଙ୍କର ଗୋପାଳ ଭବନରେ କଟକରେ, ତେଣୁ ଶ୍ୟାମକୃଷ୍ଣ ବାବୁ ଛାଡ଼ିଛନ୍ତି 10ଟାରୁ 12ଟା ପ୍ରୋଗ୍ରାମ, ତାପରେ ପୁଷ୍ପାଞ୍ଜଳି 12ଟାରେ ଏବଂ ପ୍ରସାଦ ସେବନ ସମସ୍ତେ ଆଟେଣ୍ଡ କରିପାରିବେ। ତ ଆମେ ଟିକେ ଏବେ ପ୍ରଭୁ ସହିତ ଆମେ ସବୁ ଯାଉଛୁ ଟିକେ ମାୟାପୁର ଏବେ, ତ ଏଭଳିଆ ସମସ୍ତଙ୍କ ପାଇଁ ଆମେ ପ୍ରାର୍ଥନା କରିବା ଯେମିତି ଆଦିତ୍ୟ ଆଚାର୍ଯ୍ୟଙ୍କର କେମିତି ଆମକୁ ଆଶୀର୍ବାଦ, ତାଫଳରେ କି ତାଙ୍କର ଆଶୀର୍ବାଦ ଦ୍ୱାରା ଆମେ ଏଇ ଗୌର ନିତାଇଙ୍କର ଆଶୀର୍ବାଦ ପ୍ରାପ୍ତ ହେଇପାରିବା, ବ୍ଲେସିଂସ ପାଇପାରିବା, କୃପା ପାଇପାରିବା, ଯାହାଫଳରେ କି ଆମେ ଭକ୍ତି ମାର୍ଗରେ ଆଗକୁ ବଢିପାରିବା। ତେଣୁ ମୋ ପାଖରେ ଏବେ ଇଏ ନାହିଁ, ତ I can see from books, but otherwise also ଶ୍ୟାମକୃଷ୍ଣ ବାବୁ ଯଦି ପ୍ରିୟ ଅଛନ୍ତି ବା ଆଉ କିଏ ପ୍ରିୟ ଥିବେ ତ ଭାଗବତ ପଢି ପାରିବେ ବା ଇଏ କରିବେ। ଶ୍ୟାମକୃଷ୍ଣ ବାବୁ ପ୍ରିୟ ଅଛନ୍ତି କି? ନହେଲେ ଶୀତଳ ବାବୁ ଆପଣଙ୍କ ପାଖରେ ବହି ଅଛି ଭାଗବତ, ଯୋଉ ବି ପଢେ କାଲି ପଢୁଥିଲେ, ନେକ୍ସଟ ପଢା 1.5.26 ହେଇଥିଲା ନା କାଲି। ହରେ କୃଷ୍ଣ। ହରେ କୃଷ୍ଣ ସାର୍, କାଲି 2.9 ଯାଇଥିଲା, 5.29, ଆଜି 5.30 ସାର୍। ହଁ ପଢନ୍ତୁ ପଢନ୍ତୁ। ଶ୍ରୀମଦ୍ ଭାଗବତମ୍ 1.5.30 ଜ୍ଞାନ ଗୋୟଂ ତମଂ ଜାତତ୍ ସାକ୍ଷାତ୍ ଭଗବତୋଦିତମ୍ ଅନ୍ମ ବଚନ କମିଷ୍ୟନ୍ତ କୃପୟା ଦୀନବତ୍ସଲାମ୍। ଜ୍ଞାନ ମାନେ ଜ୍ଞାନ, ଗୋୟତମ୍ ଅତ୍ୟନ୍ତ ଗୁପ୍ତ, ଯତ୍ ମାନେ ଯାହା, ତତ୍ ମାନେ ତାହା, ସାକ୍ଷାତ୍ ସାକ୍ଷାତ୍, ଭଗବତା ଉଦିତମ୍ ସ୍ୱୟଂ ଭଗବାନଙ୍କ ଦ୍ୱାରା ପ୍ରତିପାଦିତ, ଅନ୍ନବଚନ ଉପଦେଶ ଦେଲେ, ଗମିଷ୍ୟନ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ବା ଯିବା ସମୟରେ, କୃପୟା ଅହେତୁକ କୃପାବଶତଃ, ଦୀନବତ୍ସଲ ଯେଉଁମାନେ କି ଦୀନ ଏବଂ ବିନମ୍ର ପ୍ରତି ଅଧିକ ଦୟାଳୁ ଅଟନ୍ତି। ଟ୍ରାନ୍ସଲେସନ୍।
ଶିଳ ପ୍ରଭୁପାଦ କି ଜୟ। ଦୀନବତ୍ସଲ ଭକ୍ତି ବେଦାନ୍ତ ମାନେ ଯିବା ସମୟରେ ମୋତେ ଅତ୍ୟନ୍ତ ଗୁପ୍ତ ଜ୍ଞାନର ଉପଦେଶ ଦେଲେ, ଯାହାକି ସାକ୍ଷାତ ଭଗବାନ ପୂର୍ବ କାଳରେ ଦେଇଥିଲେ। ଭାବାର୍ଥ, ଏକ ବିଶୁଦ୍ଧ ବେଦାନ୍ତବାଦୀ ବା ଭକ୍ତି ବେଦାନ୍ତ ତାଙ୍କର ଅନୁଗାମୀମାନଙ୍କୁ ସାକ୍ଷାତ ଭଗବାନଙ୍କ ଶିକ୍ଷା ହିଁ ଦିଅନ୍ତି। ଅର୍ଥାତ୍ ଯେଉଁ ଶିକ୍ଷା ଭଗବାନ ଦେଇଥାନ୍ତି ଠିକ୍ ତାହା ହିଁ ସେ ପ୍ରଦାନ କରନ୍ତି। ଭଗବତ ଗୀତା ଏବଂ ଅନ୍ୟ ଶାସ୍ତ୍ରମାନଙ୍କରେ ପରମ ପୁରୁଷ ଭଗବାନ ଜୀବମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଏହି ଶିକ୍ଷା ଦେଇଛନ୍ତି ଯେ ଜୀବଗଣ ତାଙ୍କୁ ହିଁ ଅନୁସରଣ କରିବା ଉଚିତ। ଭଗବାନ ହିଁ ସମସ୍ତ ବସ୍ତୁର ସ୍ରଷ୍ଟା, ପାଳନକର୍ତ୍ତା ଏବଂ ଧ୍ୱଂସକର୍ତ୍ତା ଅଟନ୍ତି। ସମସ୍ତ ଦୃଶ୍ୟ ଜଗତ ତାଙ୍କର ଇଚ୍ଛା ଅନୁଯାୟୀ ହିଁ ରହିଛି ଏବଂ ତାଙ୍କର ଇଚ୍ଛା ଅନୁଯାୟୀ ପୁଣି ଯେତେବେଳେ ଏ ଜଗତ ଧ୍ୱଂସ ହୋଇଯିବ ସେତେବେଳେ ସେ ତାଙ୍କର ଶାଶ୍ୱତ ଧାମରେ ପାର୍ଷଦମାନଙ୍କ ସହ ନିତ୍ୟ ବିରାଜମାନ କରିବେ। ସୃଷ୍ଟି ପୂର୍ବରୁ ସେ ତାଙ୍କର ଶାଶ୍ୱତ ଧାମରେ ଥିଲେ ଏବଂ ସୃଷ୍ଟିର ଧ୍ୱଂସ ପରେ ସେ ମଧ୍ୟ ସେଠାରେ ରହିବେ। ତେଣୁ ସେ ସୃଷ୍ଟ ଜୀବମାନଙ୍କ ଭଳି ନୁହନ୍ତି, ସେ ଦିବ୍ୟ ଚିନ୍ମୟ ଅଟନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି, ବହୁ ବର୍ଷ ପୂର୍ବେ ଅର୍ଜୁନଙ୍କୁ ଯେଉଁ ଉପଦେଶ ଦିଆଯାଇଥିଲା ତାହା ତତ୍ପୂର୍ବରୁ ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ ଦିଆଯାଇଥିଲା ଏବଂ କାଳକ୍ରମେ ତାହା ଅପାତ୍ରରେ ଦିଆଯିବା ଯୋଗୁଁ ନଷ୍ଟ ହୋଇଗଲା। ତେଣୁ ପୁନର୍ବାର ସେହି ଉପଦେଶ ତାଙ୍କର ଅତିପ୍ରିୟ ଭକ୍ତ ଓ ସଖା ଅର୍ଜୁନଙ୍କୁ ଦେଇଥିଲେ। ତେଣୁ କେବଳ ଭକ୍ତମାନେ ହିଁ ଭଗବାନଙ୍କର ଏ ଉପଦେଶକୁ ବୁଝିପାରିବେ, ଆଉ କେହି ବୁଝିପାରିବେ ନାହିଁ। ଯେଉଁ ନିର୍ବିଶେଷବାଦୀର ଭଗବାନଙ୍କର ଦିବ୍ୟ ରୂପ ସମ୍ବନ୍ଧରେ କୌଣସି ଧାରଣା ନାହିଁ, ସେ ଭଗବାନଙ୍କର ଏ ଗୁହ୍ୟତମ ବାଣୀ କଦାପି ବୁଝିପାରିବେ ନାହିଁ। ଏଠାରେ ବ୍ୟବହୃତ ଗୁହ୍ୟତମ ଶବ୍ଦ ଅତ୍ୟନ୍ତ ଅର୍ଥପୂର୍ଣ୍ଣ, କାରଣ ଭକ୍ତି ତତ୍ତ୍ୱ ବା ଭକ୍ତି ଯୁଗ ସମ୍ବନ୍ଧୀୟ ଜ୍ଞାନ ନିର୍ବିଶେଷ ବ୍ରହ୍ମଜ୍ଞାନ ଠାରୁ ଯଥେଷ୍ଟ ଊର୍ଦ୍ଧ୍ୱରେ। ଜ୍ଞାନ କହିଲେ ସାଧାରଣ ଜ୍ଞାନ ବା ଜ୍ଞାନର ଯେ କୌଣସି ବିଭାଗକୁ ବୁଝାଏ। ଏହି ଜ୍ଞାନ ବୁଦ୍ଧିପ୍ରାପ୍ତ ହୋଇ ନିର୍ବିଶେଷ ବ୍ରହ୍ମଜ୍ଞାନ ପର୍ଯ୍ୟନ୍ତ ଯାଏ। ତାହାର ଊର୍ଦ୍ଧ୍ୱରେ ଯେତେବେଳେ ଏହା ଆଂଶିକ ଭାବେ ଭକ୍ତି ସହିତ ମିଶ୍ରିତ ହୁଏ, ସେତେବେଳେ ସେହି ଜ୍ଞାନ ସର୍ବବ୍ୟାପକ ପରମାତ୍ମାଙ୍କ ସମ୍ବନ୍ଧୀୟ ଜ୍ଞାନରେ ପର୍ଯ୍ୟବସିତ ହୁଏ। ଏହା ଅଧିକ ଗୁହ୍ୟ ଜ୍ଞାନ ଅଟେ, କିନ୍ତୁ ଯେତେବେଳେ ଏହି ଜ୍ଞାନ ଶୁଦ୍ଧ ଭକ୍ତି ଆଡ଼କୁ ଉନ୍ମୁକ୍ତ ହୁଏ ଏବଂ ଗୁପ୍ତ ଦିବ୍ୟ ଜ୍ଞାନ ପ୍ରାପ୍ତ ହୁଏ, ସେତେବେଳେ ଏହାକୁ ଅତ୍ୟନ୍ତ ଗୁହ୍ୟତମ ଜ୍ଞାନ ବୋଲି କୁହାଯାଏ। ଏହି ଅତ୍ୟନ୍ତ ଗୁହ୍ୟତମ ଜ୍ଞାନକୁ ବ୍ରହ୍ମା, ଅର୍ଜୁନ ଓ ଉଦ୍ଧବ ଆଦିଙ୍କୁ ଭଗବାନ ପ୍ରଦାନ କରିଥିଲେ। ନେକ୍ସଟ ଶ୍ଲୋକ 31। ଜୈନ ବାହଂ ଭଗବତୁ ବାସୁଦେବସ୍ୟ ବେଦସଂ ମାୟାନୁଭାବମବିଦଂ ଜୈନ ଗଚ୍ଛନ୍ତି ତତ୍ପଦଂ। ଜୈନ ମାନେ ଯାହାଦ୍ୱାରା ଏବ ନିଶ୍ଚିତ ଭାବରେ ଅହଂ ମାନେ ମୁଁ ଭଗବତ ପରମ ପୁରୁଷ ଭଗବାନଙ୍କର ବାସୁଦେବସ୍ୟ ଭଗବାନ ଶ୍ରୀକୃଷ୍ଣଙ୍କର ବେଦସ ପରମ ସୃଷ୍ଟିକର୍ତ୍ତାଙ୍କର ମାୟା ମାନେ ଶକ୍ତି ଅନୁଭାବଂ ପ୍ରଭାବ ଅବିଦଂ ସହଜରେ ବୁଝାଯାଇଥିବା ଜୈନ ମାନେ ଯାହାଦ୍ୱାରା ଗଚ୍ଛନ୍ତି ମାନେ ସେମାନେ ଯାଆନ୍ତି ତତ୍ପଦମ୍ ଭଗବାନଙ୍କର ପଦାର ବିନ୍ଦରେ। ଅନୁବାଦ, ସେ ଗୁହ୍ୟତମ ଜ୍ଞାନ ଦ୍ୱାରା ମୁଁ ପ୍ରତ୍ୟେକ ପଦାର୍ଥର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ସଂହାରକର୍ତ୍ତା ଭଗବାନ ଶ୍ରୀକୃଷ୍ଣଙ୍କର ଶକ୍ତିର ପ୍ରଭାବକୁ ସ୍ପଷ୍ଟ ଭାବରେ ବୁଝିପାରିଲି। ତାହା ବୁଝିପାରିଲା ପରେ ମୁଁ ତାଙ୍କ ପାଖରେ ପହଞ୍ଚି ପାରିଲି ଏବଂ ବ୍ୟକ୍ତିଗତ ଭାବରେ ତାଙ୍କୁ ସାକ୍ଷାତ କରିପାରିଲି। ଭାବାର୍ଥ, ଭକ୍ତି ଯୁଗ ବଳରେ କିମ୍ବା ଗୁହ୍ୟତମ ଜ୍ଞାନ ବଳରେ ବ୍ୟକ୍ତି ସହଜରେ ବୁଝିପାରେ କିପରି ଭଗବାନଙ୍କର ବିଭିନ୍ନ ଶକ୍ତି କାମ କରୁଛନ୍ତି
ତାଙ୍କର ଶକ୍ତିର ଗୋଟିଏ ଭାଗ ଏ ଭୌତିକ ଜଗତକୁ ପ୍ରକାଶ କରୁଛି ଏବଂ ଅପର ଭାଗ ଉଚ୍ଚତର ଭାଗ ଚିତ୍ ଜଗତକୁ ପ୍ରକାଶ କରୁଛି। ଏ ଦୁଇ ଶକ୍ତିର ମଧ୍ୟରେ ତଟସ୍ଥ ଶକ୍ତି ଜୀବଜଗତକୁ ପ୍ରକାଶ କରୁଛି। ଯେଉଁମାନେ କି ଉପର ବର୍ଣ୍ଣିତ ଦୁଇ ଶକ୍ତି ମଧ୍ୟରୁ କୌଣସି ଏକ ଶକ୍ତିର ସେବାରେ ନିଯୁକ୍ତ ରହୁଛନ୍ତି। ଯେଉଁ ଜୀବଗଣ ମାୟାର ସେବା ବା ଭୌତିକ ଶକ୍ତିର ସେବା କରୁଛନ୍ତି ସେମାନେ ବଞ୍ଚି ରହିବା ପାଇଁ ଏବଂ ସୁଖ ପାଇବା ପାଇଁ କଠିନ ପରିଶ୍ରମ ବା ସଂଘର୍ଷ କରୁଛନ୍ତି, ଯାହାକି ସେମାନଙ୍କର ସମ୍ମୁଖରେ ମାୟା ବା ଭ୍ରାନ୍ତି ରୂପରେ ପ୍ରତିଭାତ ହେଉଅଛି। କିନ୍ତୁ ଯେଉଁମାନେ ଚିତ୍ ଶକ୍ତି ଅଧୀନରେ ଅଛନ୍ତି ସେମାନେ ଦିବ୍ୟ ଜୀବନ ପ୍ରାପ୍ତ ହୋଇ ପ୍ରତ୍ୟେକ ଭଗବତ ସେବାରେ ନିଯୁକ୍ତ ହୋଇଛନ୍ତି, ଯେଉଁଠାରେ ପରିପୂର୍ଣ୍ଣ ଜ୍ଞାନ ଓ ଆନନ୍ଦ ହିଁ ଅଛି। ଭଗବାନ ପରିଷ୍କାର ଭାବରେ ଭଗବତ ଗୀତାରେ କହିଛନ୍ତି, ସେ ଇଚ୍ଛା କରନ୍ତି ଭୂତ ପ୍ରକୃତିର ଅଧୀନ ହୋଇ ଯେଉଁ ସବୁ ଜୀବ ଦୁଃଖ ପାଉଛନ୍ତି ସେମାନେ ଭୌତିକ ଜଗତର ସମସ୍ତ ଆସକ୍ତି ଓ ବ୍ୟସ୍ତତାକୁ ତ୍ୟାଗ କରି ତାଙ୍କ ପାଖକୁ ଫେରିଯିବା ଉଚିତ। ଏହା ହିଁ ହେଉଛି ଜ୍ଞାନର ଅତ୍ୟନ୍ତ ଗୁହ୍ୟତମ ଅଂଶ। କେବଳ ଶୁଦ୍ଧ ଭକ୍ତମାନେ ହିଁ ଏହା ବୁଝିପାରିବେ ଏବଂ ସେହିମାନେ ହିଁ ଭଗବାନଙ୍କୁ ବ୍ୟକ୍ତିଗତ ଭାବରେ ଦର୍ଶନ ଓ ସେବା କରିବା ପାଇଁ ଭଗବତ ଧାମରେ ପ୍ରବେଶ କରିପାରିବେ। ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଶ୍ରୀ ନାରଦ ମୁନି, ଯିଏକି ଶାଶ୍ୱତ ଜ୍ଞାନ ଓ ଆନନ୍ଦ ସ୍ତର ଲାଭ କରିପାରିଛନ୍ତି। ଏ ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ। ଯେ ଶ୍ରୀ ନାରଦ ମୁନିଙ୍କର ପଦାକୁ ଅନୁସରଣ କରିବା ପାଇଁ ପ୍ରସ୍ତୁତ ଅଛି ତା ପାଇଁ ଏ ଦ୍ୱାର ବରାବର ଖୋଲା ଅଛି। ଶ୍ରୁତି ପ୍ରମାଣ ଅନୁଯାୟୀ ଭଗବାନଙ୍କର ଅନନ୍ତ ଶକ୍ତି ଅଛି ଏବଂ ସେଗୁଡ଼ିକର ତିନି ମୁଖ୍ୟ ଭାବରେ ବିଭକ୍ତ ହୋଇ ତିନି ମୁଖ୍ୟ ନାମ ରୂପରେ ବର୍ଣ୍ଣନା କରାଯାଇଅଛି। ହରେ କୃଷ୍ଣ। କିଛି ପଏଣ୍ଟ ଯଦି ସେୟାର କରିବେ କର। ରାମକୃଷ୍ଣ ପ୍ରଭୁ କୁହନ୍ତୁ ଆପଣଙ୍କ ପଏଣ୍ଟ। भक्ति योग सबसे श्रेष्ठ है। ମାନେ ଏଇ ତାହେଲେ ଭକ୍ତି ଯୋଗ ମାର୍ଗରେ ଗଲେ ଭଗବାନଙ୍କୁ ବୁଝିବା ସହଜ। ତେଣୁ ଯାହା ନାରଦ ମୁନି ବ୍ୟାସଦେବଙ୍କୁ ଏହି ଭାଗବତମ ଶିକ୍ଷାଦାନ ମାଧ୍ୟମରେ କହିଛନ୍ତି, ତେଣୁ କେବଳ ଶୁଦ୍ଧ ଭକ୍ତମାନଙ୍କର ଆଦେଶରେ ପରିଚାଳିତ ହେଲେ କିମ୍ବା ଏଇ ଡିଭୋଟି ଆସୋସିଏସନ୍ ରହିଲେ ତାଙ୍କୁ ବ୍ୟକ୍ତିଗତ ଭାବେ ଯଦି ଆମେ ଦର୍ଶନ କରିବା କିମ୍ବା ସେବା କରିବା ତାହେଲେ ଆମେ ଭଗବତ ଧାମ ଯିବା ପାଇଁ ଆମର ଦ୍ୱାର ଉନ୍ମୁକ୍ତ ରହିବ। ତେଣୁ ଯାହାକି ଯେମିତି ନାରଦ ମୁନି ଯିଏକି ଶାଶ୍ୱତ ଜ୍ଞାନ ଆନନ୍ଦ ସ୍ତର ଲାଭ କରିପାରିଛନ୍ତି, ତେଣୁ ଏଇ ଦ୍ୱାରଟା ସମସ୍ତଙ୍କ ପାଇଁ ଉନ୍ମୁକ୍ତ। ତେଣୁ ଆମେ ତାଙ୍କର ପଦାଙ୍କ ଅନୁସରଣ କରିବା ଉଚିତ। हरे कृष्ण सर, दंडवत प्रणाम। हरे कृष्ण। सहदेव प्रभु हरे कृष्ण प्रभु, धन्यवाद प्रभु अल्टीमेटी। आज बढ़िया पवित्र दिन आदित्य प्रभुंकर आज जन्मदिन आम सत्संग समय पाई प्रभु श्रवण कले ता सहित भागवतम गोटे श्लोकर अध्ययन कले। जो मुझे जानी ज्ञान अद्वैत प्रभु होचंती राधाराणी अवतार। से आमको दिन आमको भक्ति मार्ग भक्ति मार्ग आमको उन्नति से साहाय्य करेंगे।
ସେଇ ଆପଣ ଯେ ଶ୍ରବଣ କରୁଛନ୍ତି ସେଥିରେ ସବୁ ଯୋଉ ଇନ୍ସପିରେସନ୍ ଆସୁଛି ଭକ୍ତି ମାର୍ଗରେ ଏ ଆମକୁ ସାହାଯ୍ୟ କରିବ। ପ୍ଲସ୍ ଆପଣ ବହୁତ ଯୋଉ କହିଲେ ଆଜି ଆପଣ ମାୟାପୁର ଯାଉଛନ୍ତି ବହୁତ ବଢ଼ିଆ। ମୁଁ ବି ଆଜି ଅପରଚୁନିଟି ଥିଲା ମାୟାପୁର ଯିବା ପାଇଁ, କିନ୍ତୁ ଏଇ ପିଲାଙ୍କର ପଢାପଢି ଲାଗୁ କ୍ୟାନସେଲ କଲି, କିନ୍ତୁ ଗୋଟେ ସୁଯୋଗ ଥିଲା ଆଜି ଯିବା ପାଇଁ ମାୟାଦ୍ୱୀପ। ଯାହା ପ୍ରଭୁଙ୍କ କୃପାରେ ଆପଣ ଯାଉଛନ୍ତି। ଆଉ ବାକି ପ୍ରଭୁ କହୁଛନ୍ତି ଆମେ ଶ୍ରବଣ କରୁଛୁ, ଯେତିକି ଉନ୍ନତି କରିବା କଥା କରୁଛୁ। ହରେ କୃଷ୍ଣ। ହରେ କୃଷ୍ଣ। ନାଇଁ ଅଦ୍ୱୈତ ଆଚାର୍ଯ୍ୟ ହେଉଛନ୍ତି ନାଇଁ ରାଧାରାଣୀଙ୍କର ହେଉଛନ୍ତି ଗଦାଧର ପଣ୍ଡିତ। ତେଣୁ ଗଦାଧର ପଣ୍ଡିତ ହେଉଛନ୍ତି ରାଧାରାଣୀଙ୍କର ଅଂଶ। ଏଇ ଯୋଉ ତାଙ୍କର extension। ଅଦ୍ୱୈତ ଆଚାର୍ଯ୍ୟ ଯୋଉ ଆମେ ଯୋଉ ପଞ୍ଚତତ୍ତ୍ୱ ଦେଖୁନାହାନ୍ତି ଦାଢି ହେଇକି ଯାହାଙ୍କର ସିଏ ହଉଛି ଅଦ୍ୱୈତ ଆଚାର୍ଯ୍ୟ। ତ ପଞ୍ଚତତ୍ତ୍ୱରେ ଭଗବାନଙ୍କର ଗୋଟେ ସାଇଡରେ ଆପଣ ନିତ୍ୟାନନ୍ଦ ପ୍ରଭୁ ଅଦ୍ୱୈତ ଆଚାର୍ଯ୍ୟ, ରାଇଟ୍ ସାଇଡଟା ଆଉ ଲେଫ୍ଟ ସାଇଡରେ ଆପଣଙ୍କର ଦେଖିବେ ଶିବାସ ପଣ୍ଡିତ ଏବଂ ଗଦାଧର ପଣ୍ଡିତ। ଗଦାଧର ପଣ୍ଡିତ ତାପରେ ଶିବାସ ପଣ୍ଡିତ ଏଇଭଳିଆ। ତ ରାଧାରାଣୀ ହଉଛନ୍ତି ଗଦାଧର ପଣ୍ଡିତ। ସିଏ ଆଉ ହଉଛନ୍ତି ଚୈତନ୍ୟ ପ୍ରଭୁ ହଉଛନ୍ତି ସ୍ୱୟଂ ଭଗବାନ କୃଷ୍ଣ। ନିତ୍ୟାନନ୍ଦ ପ୍ରଭୁ ହଉଛନ୍ତି ସ୍ୱୟଂ କୃଷ୍ଣ ବଳରାମ ହେଲା। ହଉଛି ମହାବିଷ୍ଣୁ। ହଁ ଆଉ ବେଳେ ସେ ଦିଟା ମିକ୍ସ ସଦାଶିବ ବୋଲି କୁହାଯାଏ। ସଦାଶିବ ବି ଆଉ ମହାବିଷ୍ଣୁ ବି ଆଣ୍ଡ ତାଙ୍କ ଦିଟା। ଏପଟେ ଗଦାଧର ପଣ୍ଡିତ ହଉଛନ୍ତି ରାଧାରାଣୀ ଆଉ ଶିବାସ ପଣ୍ଡିତ ହଉଛନ୍ତି ପ୍ରହ୍ଲାଦ ମହାରାଜ, ମାନେ ତାଙ୍କର ଅବତାର ବୋଲି କୁହାଯାଏ। ତ ଏଇଠି ତତ୍ତ୍ୱ ପାଞ୍ଚ ଜଣଙ୍କର ଅଲଗା ଅଲଗା ତତ୍ତ୍ୱ ଏଠି ଅଛି। ସେପାଇଁ ପଞ୍ଚ ତତ୍ତ୍ୱ କୁହାଯାଇଛନ୍ତି। ଏକ କୃଷ୍ଣ ଯୋଉ ଚୈତନ୍ୟ ପ୍ରଭୁ ଏବଂ ତାଙ୍କର ଅନ୍ୟ ଏନର୍ଜି। ଏନର୍ଜି ଭିତରେ ରାଧାରାଣୀ ହଉଛନ୍ତି ଏନର୍ଜି। ଏପଟେ ଗଦାଧର ପଣ୍ଡିତ ଜୀବ ତତ୍ତ୍ୱ ପ୍ରହ୍ଲାଦ ମହାରାଜ, ଶିବାସ ପଣ୍ଡିତ। ତେଣୁ ଜୀବ, ତାପରେ ଏପଟେ ବିଷ୍ଣୁ ତତ୍ତ୍ୱ ଶିବ ତତ୍ତ୍ୱ ସଦାଶିବ। ଏଇଭଳିଆ ରହିଛନ୍ତି ବିଭିନ୍ନ ତତ୍ତ୍ୱ। ସବୁ ପାଞ୍ଚ ତତ୍ତ୍ୱ, ଏଇ ପଞ୍ଚ ତତ୍ତ୍ୱ ବୋଲି ସେଟା କୁହାଯାଉଛି। ତେଣୁ ଏଇଭଳିଆ ପଞ୍ଚତତ୍ତ୍ୱଙ୍କର ପଞ୍ଚତତ୍ତ୍ୱ ଟେ କହିଲେ ସବୁ। हाँ सॉरी, जो शिवास पंडित होते नारद मुनि। तो शिवास पंडित होते नारद मुनि। तो बहुत बहुत धन्यवाद समस्त को। सो श्यामकृष्ण प्रभु आज समस्त को अरेंजमेंट करतु। तो जो मैंने फ्री अच्छा गौर गोपाल भवन रे श्री संजीव प्रभु ये प्रोग्राम अच्छे अतिथि समस्त जॉइन करेंगे। श्यामकृष्ण प्रभु छाड़ी ग्रुप 10 ରୁ 12ଟା पुष्पांजलि, प्रसाद सेवन। तो टुडे फास्टिंग अप टू हाफ डे। तेणु आचार्य अद्वैत आचार्य आविर्भाव तिथि फंक्शन अटेंड कले आम अधिक प्राप्त हो पार। से कृपारू आम भक्ति मार्ग बढ़ी पार से समस्त अटेंड करें। हरे कृष्ण। श्यामकृष्ण प्रभु आप फ्री अच्छा कि? हरे कृष्ण सर, दंडवत प्रणाम, दंडवत प्रणाम टू ऑल। मु आचार्य प्रभु को कही से गणेश प्रभु जी जाते से भी जी जमे प्रभु अच्छा तो क्लास हो ना कौन? प्रभु संजीव प्रभु काली कहते तो क्लास हम बोली। हाँ तो आज समस्त कहतु जा अटेंड करेंगे बेटर। हाँ तो समस्त को लोकेशन शेयर कर जो जान न जो जानी तो ठीक अच्छे। बट एनीवे तो कही दिखाँ
ଆଜ୍ଞା ସାର୍ ଲୋକେସନ ଟା ସାର୍ ମୋ ପାଖରେ ଏବେ ନାହିଁ ସାର୍ ଦେଖୁଛି। ଠିକ ଅଛି ପ୍ରାୟ ସବୁ ଜାଣିଛନ୍ତି ତ। ଆଜ୍ଞା ଆଜ୍ଞା ଆଉ ସେ ପ୍ରଭୁ କାଲି ରାତିରେ ଆପଣ କଥା ହେଇଗଲେ ତ ରିଗାର୍ଡିଂ ବୁକ୍ସ କଥା ହଁ ହେଇଗଲେ ତ? ଆଜ୍ଞା ଆଜ୍ଞା ସେ ଆଜି ଠିକ ଆଣିବେ। ଅଛି ଜାଣିବେ ଆଜି ତ? ଓକେ ଆଜ୍ଞା ଠିକ ଅଛି ତାକୁ କଣ୍ଟାକ୍ଟ କରିନେବେ ଆଉ। ଆଜ୍ଞା ଓକେ ଆପଣ ସେୟାର କି ଆପଣ ଯଦି କିଛି ଚାହାନ୍ତି କି ସେୟାର କରିବା ପାଇଁ ଦିନ ଉପରେ ବା ଆପଣ କହିପାରିବେ ତାପରେ I will take a leave. Might listen little, but lastly you can conclude by saying something. Hari Bol. Hari Krishna. ତ ଆଜି ବି ପବିତ୍ର ମାଘ ସପ୍ତମୀ ତିଥି ଓ ଅଦ୍ୱୈତ ଆଚାର୍ଯ୍ୟ ପାଦଙ୍କର ଆଜି ଯୋଉ ଜନ୍ମ ତିଥିରେ ଆମେ ଜଣେ ବରିଷ୍ଠ ବୈଷ୍ଣବଙ୍କର ସଙ୍ଗ ଆମେ ଲାଭ କଲେ, ତେଣୁ ଇଜ୍ ଗ୍ରେସ୍ ଉଦାନନ୍ଦ ପ୍ରଭୁଙ୍କୁ ଚରଣରେ ମୁଁ ମଧ୍ୟ ଦଣ୍ଡବତ ପ୍ରଣାମ କରୁଛି ଏବଂ ସେ ତାଙ୍କର ସାରଙ୍କ ମାଧ୍ୟମରେ ଆମେ ଏଇଭଳି ବ୍ରହ୍ମଚାରୀ ବୈଷ୍ଣବ ଉନ୍ନତ ବୈଷ୍ଣବ ମାନଙ୍କର ସଙ୍ଗ ଆମେ ଲାଭ କରିବାର ସୌଭାଗ୍ୟ ଆମକୁ ଆଜି ମିଳୁଛି। ସେଥିପାଇଁ ଆମେ ତାଙ୍କ ପ୍ରତି କୃତଜ୍ଞ ଏବଂ ଆଜିର ଏହି ଯୋଉ ତିଥିରେ ଆମେ ସମସ୍ତେ ଅଦ୍ୱୈତାଚାର୍ଯ୍ୟଙ୍କର କଥା ପ୍ରଭୁଙ୍କଠୁ ଶ୍ରବଣ କଲେ ଏବଂ ଶ୍ରୀମଦ୍ ଭାଗବତମର ଯୋଉ ଶ୍ଲୋକ ଆମେ ସେଇଭଳି ଜଣେ ମହାନ ଯେ ଆମର ପୂର୍ବ ଆଚାର୍ଯ୍ୟ ପରମ୍ପରାର ଯେ ଶ୍ରେଷ୍ଠ ଶ୍ରୀ ନାରଦ ମୁନିଙ୍କର କଥା ଏବଂ ସେ କେମିତି ତାଙ୍କର ଯୋଉ ପୂର୍ବ ଜନ୍ମରେ ଭକ୍ତି ବେଦାନ୍ତ ମାନଙ୍କର କୃପା ଲାଭ କରିଥିଲେ ଏବଂ ସେମାନେ ଗଲା ବେଳକୁ ତାଙ୍କୁ କୁହାଯାଇଛି ଯେ ଗୁହ୍ୟତମ ଜ୍ଞାନ ଗୁହ୍ୟତର ଏବଂ ଗୁହ୍ୟତମ ଜ୍ଞାନ ସେ ତାଙ୍କୁ ପ୍ରଦାନ କରିଥିଲେ ଏବଂ ସେ ତାଙ୍କୁ ଏଠି ଯୋଉମାନେ ଦେଇଥିଲେ ତାଙ୍କୁ ସେଇଠି ସେ ସମ୍ବୋଧନ କରାଯାଇଛି ଯେ ଦୀନ ବତ୍ସଳ, ମାନେ ସିଏ ଦୀନ ମାନଙ୍କ ପ୍ରତି ଯୋଉମାନେ ଦୀନହୀନ ଜନ ବଦ୍ଧଜୀବ ମାନଙ୍କର ଉଦ୍ଧାର ପାଇଁ ସେମାନେ ଏଇଭଳି ଯୋଉମାନେ ବୈଷ୍ଣବ ମାନେ ଏବଂ ଆମର ଗୁରୁ ଆଚାର୍ଯ୍ୟ ବୃନ୍ଦ ଯୋଉମାନେ କୃପା କରନ୍ତି, ତ ସେମାନେ ସବୁବେଳେ ଏଇ ହୀନ ଜନ ମାନଙ୍କ ପ୍ରତି ମାନେ ବତ୍ସଳ ମାନେ ଦୟନୀୟ ଭାବରେ ସେମାନେ ଆମକୁ ଆମ ପ୍ରତି କୃପା କରନ୍ତି ଏବଂ ସେଇଭଳି ଭାବରେ ନାରଦ ମୁନି ସେଇ ମହାନ ଭକ୍ତି ବେଦାନ୍ତ ମାନଙ୍କର କୃପା ଲାଭ କରିଥିଲେ ଏବଂ ସେ ତାଙ୍କୁ ସେଇ ଜ୍ଞାନ ଗଲା ବେଳେ ଯେହେତୁ ସେ ବହୁତ କୃପାମୟ ଥିଲେ, ଗଲାବେଳେ ସେ ଗୁହ୍ୟତମ ଜ୍ଞାନ ସେ ତାଙ୍କୁ ପ୍ରଦାନ କରିଥିଲେ, ଯାହାକୁ ପାଥେୟ କରି ସେ ପୁଣି ସେ ତାଙ୍କର ଜୀବନ ନିର୍ବାହ କରିଥିଲେ ଏବଂ ସେ ପୁଣି ନାରଦ ମୁନି ରୂପରେ ସେ ଭଗବାନଙ୍କର ଶ୍ରେଷ୍ଠ ପ୍ରିୟ ଭକ୍ତ ହୋଇପାରିଥିଲେ। ତେଣୁ ସେଇଭଳି ଭାବରେ ସେଇ ଦୀନ ବତ୍ସଳ ଏବଂ ଭକ୍ତ ବତ୍ସଳ ଯୋଉମାନେ ଅଛନ୍ତି ଆମର ଏ ଆଜିର ବି ସେଇ ପରମ୍ପରା ଚାଲୁଛି, ସେଇମାନେ ଭକ୍ତି ବେଦାନ୍ତ ମାନେ ସନ୍ନ୍ୟାସୀ ମାନେ ବ୍ରହ୍ମଚାରୀ ମାନେ ବୈଷ୍ଣବ ମାନେ ଅଛନ୍ତି ଯୋଉମାନେ କି ଦୀନ ମାନଙ୍କ ପ୍ରତି କୃପା କରୁଛନ୍ତି। ତେଣୁ ଆମ ଆଜି ବି ସେଇଭଳି ଜଣେ କୃପାମୟ ଆଚାର୍ଯ୍ୟ ଶ୍ରୀ ଅଦ୍ୱୈତ ଆଚାର୍ଯ୍ୟ ପ୍ରଭୁଙ୍କର ଜନ୍ମ ତିଥି, ତେଣୁ ଆମେ ତାଙ୍କ ଚରଣରେ ଆମର ଏଇ ସଭା ତରଫରୁ ତାଙ୍କ ଚରଣରେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ଜ୍ଞାପନ କରି ତାଙ୍କର ଅହେତୁକ କୃପା ଭିକ୍ଷା କରି ଆମର ଆଜିର ଏଇ ଭାଗବତ କଥା ର ଦିନକୁ ଆମେ ଏଇଠି ବିରାମ ଦବା। ତେଣୁ ଆମେ ସମସ୍ତଙ୍କ ଚରଣରେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ଜ୍ଞାପନ କରୁଛେ। ग्रंथराज श्रीमद् भागवतम की जय। श्री अद्वैत आचार्य प्रभु को शुभ आविर्भाव तिथि महामहोत्सव की जय। समवेत भक्त वृंद की जय। जय गौतमानंदे हरि हरि बोल। हरि हरि वंशकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमः।